ପିଲାମାନେ ତମର ଯେଉଁ କାଲି ଉତ୍କର୍ଷ ଏକ୍ଜାମ୍ ଅଛି ଆରମ୍ଭିକ ମାନ ନିର୍ଦ୍ଧାରଣ ବିଜ୍ଞାନର ଓଡ଼ିଶା 2025-26 ଅଛି। ତ ଏଇଠି ଯାହା ବି ଅଛି ତମେ ନିଜେ ଫିଲ୍ଅପ୍ କରିଦେବ, ଯେମିତିକି ଉପନାମ ଲିଙ୍କ ହେରିକା। ଠିକ୍ ଅଛି। ଆଉ ଯେଉଁମାନେ ସବସ୍କ୍ରାଇବ୍ କରିନା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅ। ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରି ରଖ, ଯାହାଫଳରେ କି ଯାହା ବି କିଛି କୋଶ୍ଚିନ୍ ହଉ କି ଡିସ୍କସନ୍ କ୍ଲାସ୍ କରାଯିବ, ଅପଲୋଡ଼ ହେବ, ସେସବୁ ତମମାନଙ୍କ ପାଖକୁ ପହଞ୍ଚିଯିବ। ତ ସେକ୍ସନ୍ ଏ ଆମେ ତାର ଡିସ୍କସନ୍ କରିବା, ଯେଉଁଟାକି 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରେ ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦେବ। ଯେଉଁ ଆନ୍ସରଟା ଠିକ୍ ସେ ଆନ୍ସରରେ କେବଳ ଠିକ୍ ଚିହ୍ନଟିଏ ଦେବ। ତ ପ୍ରଥମେ କ'ଣ ଲେଖିଛି, ଏକ ବରଫଖଣ୍ଡ ପଦାର୍ଥ କେଉଁ ଅବସ୍ଥାକୁ ବୁଝାଏ? କରେ ଦେଲା କଠିନ, ଖରେ ତରଳ, ଗରେ ଗ୍ୟାସୀୟ, ତାର ଘରେ ଉପରୋକ୍ତ କୌଣସିଟି ନୁହେଁ। ତ ୟାର ଆନ୍ସର ହେଲା କଠିନ। ତ ତମେ ମାନେ ପିଲାମାନେ କ'ଣ କରିବ, ତ କଠିନ ପାଖରେ ଠିକ୍ ଚିହ୍ନଟେ ଦେଇଦେବ। 2 ନମ୍ବର, ପରିବେଶ ସୁରକ୍ଷା ଦୃଷ୍ଟିରୁ ନିମ୍ନଲିଖିତ କେଉଁ କାର୍ଯ୍ୟଟି ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ? କରେ ଜଙ୍ଗଲର ବନ୍ୟଜନ୍ତୁକୁ ଶିକାର କରିବା, ତାପରେ ଜଙ୍ଗଲର ବୃକ୍ଷଲତାକୁ କାଟି ସଫା କରିବା, ତାପରେ ସହରର ନାଳ ନର୍ଦ୍ଦମା ଆବର୍ଜନା ନଦୀରେ ଛାଡ଼ିବା, ଘରେ ଦେଲା ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସାହାଯ୍ୟ କରିବା। ତ ୟାର ଆନ୍ସର ହେଲା ଘଟା, ଯେଉଁଟାକି ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସାହାଯ୍ୟ କରିବା। 3 ନମ୍ବର, ଉଦ୍ଭିଦର ଫୁଲ ଦ୍ୱାରା କେଉଁ ସାହାଯ୍ୟରେ ସମ୍ପାଦିତ ହୋଇଥାଏ? ଠିକ୍ ଅଛି, ତାର ଅପସନ୍ କରିଦେଇଛି। ଉଦ୍ଭିଦର ବଂଶ ବିସ୍ତାର ହୋଇଥାଏ, ଖରେ କୀଟପତଙ୍ଗମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାଏ, ଘରେ ଫଳ ତିଆରି କରିବାରେ ସାହାଯ୍ୟ କରେ, ଘର ଉପରୋକ୍ତ ସମସ୍ତ ଠିକ୍। ତ ୟାର ଆନ୍ସର ହେଉଛି ଉପରୋକ୍ତ ସମସ୍ତ ଠିକ୍। ତ 4 ନମ୍ବର, ଜଳର ସଂକେତ କ'ଣ? ଜଳର ସଂକେତ ହେଉଛି H2O। ତ ଏଟାର ଗଟା ହେବ H2O। 5 ନମ୍ବର, ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରୁଥିବା ଅଣୁଜୀବ ସାଧାରଣତଃ କେଉଁଠାରେ ରହିଥାନ୍ତି? କରେ ବାୟୁରେ, ଖରେ ଜଳରେ, ଘରେ ମାଟିରେ, ଘରେ ଉପରୋକ୍ତ ସମସ୍ତ। ତ ୟାର ବି ଆନ୍ସର ହେଲା ଉପରୋକ୍ତ ସମସ୍ତ। ତ ସମସ୍ତ ପାଇଁ ଠିକ୍ ଚିହ୍ନଟି ଦେଇଦେବ। 6 ନମ୍ବର, ଉଦ୍ଭିଦରେ କେଉଁ ଅଂଶ ମୁଖ୍ୟତଃ ଖାଦ୍ୟ ପ୍ରସ୍ତୁତି କରେ? ନା ପତ୍ର। ତ ୟାର ଗଡ଼ ପତ୍ର ପାଖରେ ଠିକ୍ ଚିହ୍ନଟି ଦେଇଦେବ, ଖ ଅଂଶ ଯେଉଁଟାକି ପତ୍ର ଲେଖା ଅଛି। ତ 7 ନମ୍ବର, ଲୁହାକୁଣ୍ଡ ସହ ବାଲି ମିଶି ଯାଇଥିବା ଲୁହାର କେଉଁ ଧର୍ମର ବ୍ୟବହାର କରି ତାକୁ ଅଲଗା କରାଯାଇପାରିବ? ଯେଉଁଟାକି ହେଲା ଚୁମ୍ବକୀୟ। ଖ ଅଂଶରେ ତମର ଅଛି, ତ ଚୁମ୍ବକୀୟ ପାଖରେ ଠିକ୍ ଦେବ, କାରଣ ଚୁମ୍ବକ ସାହାଯ୍ୟରେ ସେ ଲାଗିଯିବ ନା। ତ 8 ନମ୍ବର, ନିମ୍ନ ସମ୍ପର୍କ ଗୁଡ଼ିକ ମଧ୍ୟରୁ କେଉଁଠି ଠିକ୍? ୟାର ଆନ୍ସର ହେଉଛି 1 ମିଟର 100 ସେଣ୍ଟିମିଟର। ଠିକ୍ ଅଛି। ତ ୟା ପାଖରେ ଠିକ୍ ଚିହ୍ନଟି ଦେଇଦେବ, ଗ ଅଂଶଟାରେ। 9 ନମ୍ବର, ସୂର୍ଯ୍ୟ ଚାରିପଟେ ପୃଥିବୀର ପରିକ୍ରମଣ ଗତି ଏକ କେଉଁ ପ୍ରକାର ଗତିର ଉଦାହରଣ? କରେ ଦେଲା ବୃତ୍ତୀୟ ଗତି, ଖରେ ସରଳ ରେଖୀୟ ଗତି, ଗରେ ଦୋଳନ ଗତି, ଘରେ ଘୂର୍ଣ୍ଣୀୟ ଗତି। ତ ୟାର ଆନ୍ସର ହେଲା କ ବୃତ୍ତୀୟ ଗତି। ବୃତ୍ତ ଏମିତି ଆକାରରେ ସେ ବୁଲିଥାଏ। 10 ନମ୍ବର, ତଳେ ଯାଇଥିବା ସମ୍ଭାବ୍ୟ ଉତ୍ତର ଗୁଡ଼ିକ ମଧ୍ୟରୁ କେଉଁଟି ଉଦ୍ଭିଦ ବୃଦ୍ଧିରେ ସହାୟକ କରିଥାଏ? କରେ ବର୍ଷା, ଖରେ ପାଣିପାଗ, ଘରେ ଉପଯୁକ୍ତ ତାପମାତ୍ରା, ଘରେ ଉପରୋକ୍ତ ସମସ୍ତ। ତ ୟାର ଆନ୍ସର ଉପରୋକ୍ତ ସମସ୍ତ। ପିଲାମାନେ ପୁଣି କହି ରଖୁଛି, ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖ, ସାଙ୍ଗମାନଙ୍କୁ ସେୟାର କରିନିଅ। ସେକ୍ସନ୍ ବି ଦେଖିବା, 4 ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରେ ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। 11 ନମ୍ବର ପ୍ରଶ୍ନ, ପୃଥିବୀରେ ଏହାର ଚାରିପଟେ ଥିବା ସମସ୍ତ ବସ୍ତୁକୁ ନିଜ ଆଡ଼କୁ ଟାଣି ରଖେ। ପୃଥିବୀରେ ଏହି ଗୁଣଟି କାହା ଯୋଗୁଁ ସମ୍ଭବ ହୋଇଥାଏ? କରେ ଚୁମ୍ବକୀୟ ବଳ, ଖରେ ମାଧ୍ୟାକର୍ଷଣ ବଳ, ଘରେ ଯାନ୍ତ୍ରିକ ବଳ, ଘରେ ବୈଦ୍ୟୁତିକ ବଳ। ତ ୟାର ଆନ୍ସର ହେଲା ମାଧ୍ୟାକର୍ଷଣ ବଳ, ଯେଉଁଟାକି ଖ ପାଖରେ ଠିକ୍ ଚିହ୍ନଟି ଦେଇଦେବ। ତାହେଲେ 12 ନମ୍ବର ଦେଇଛି, କୃଷକମାନେ ଜମିରେ ବ୍ୟବହାର କରୁଥିବା କୌଣସି 2ଟି ରାସାୟନିକ ସାରର ନାମ ଲେଖ। ତ ଏଇଟା ଲେଖିଦେବି ୟୁରିଆ, ତାପରେ ଏଇଟା ଲେଖିଦେବ ପଟାସ। ଠିକ୍ ଅଛି। ଖାଦ୍ୟାଭ୍ୟାସ ଅନୁସାରେ ନିମ୍ନୋକ୍ତ ଜୀବ ଗୁଡ଼ିକର ଉପଯୁକ୍ତ ବକ୍ସରେ ଲେଖ। ଗୋଟେ ହେଲା ଦେଲା ଶାକାହାରୀ, ଗୋଟେ ହେଲା ମାଂସାହାରୀ, ଗୋଟେ ହେଲା ସର୍ବାହାରୀ। ଏତିକକୁ ତମେ ଏଠାରେ ଲେଖିବ, ଯେଉଁଟାକି ମାଙ୍କଡ଼ ଆଉ ଠେକୁଆ ଶାକାହାରୀ ଯିବେ, ତମର ମାଂସାହାରୀରେ ଶାଗୁଣାକୁ ଚିତାବାଘ ଯିବେ, ସର୍ବାହାରୀରେ ବିଲେଇକୁ ମଣିଷ ଯିବେ। ତ 14 ନମ୍ବର, ପଦାର୍ଥରେ କେଉଁ ଅବସ୍ଥା ଏହାର ଆୟତନକୁ ସହଜରେ କମାଯାଇ ପାରିବ? ତ କରେ ଦେଇଛି କଠିନ, ଖରେ ଦେଇଛି ଗ୍ୟାସୀୟ, ଗରେ ଦେଇଛି ତରଳ, ଘରେ ଦେଇଛି ଉପରୋକ୍ତ କୌଣସିଟି ନୁହେଁ। ତ ୟାର ଆନ୍ସର ହେବ ତରଳ।
ठीक अच्छे। तार 15 नंबर देखा निम्न उक्त गुड़िकर पढ़ी रेखांकित खाद्य गुड़िकर से मूल उत्स अनुसार दि जाइए सारणी लेख। तो ये जी तुम ये कौटा उद्भिद कौटा प्राणी से लिख। मिनता तार मामू बह भोजी को जाइथिला। ठीक अच्छे। भोजी रे प्रथम से पनीर पकुड़ी छतु सर्प और चीनी मिसाई दहीबरा खाइला। किछि समय पर से भात और चिंगुड़ी तरकारी खाई घर को फेरिला। से दिन राति ताकू आदम भोक हेउ नथिला। तेबे बापा बाध्य करिबारु केवल चूड़ा उपमा और अंडा आमलेट खाई शोला। तो यही भितर तुम कोड़ा उद्भिद कोड़ा प्राणी से लिखिबो। छतु छतुटा आमर उद्भिद जीव, चीनीटा उद्भिद जीव, पनीरटा प्राणी जीव, भातटा आमर उद्भिद जीव, चिंगुड़ीटा आमर प्राणी जीव, तो चूड़ाटा आमर उद्भिद जीव, अंडाटा प्राणी जीव। ठीक अच्छे। एमती करके बाछिकी लिख। 16 नंबर जल केते तापमात्रा फुटी थाए ना एटार आंसर है 100 डिग्री सेल्सियस घटा। 17 नंबर निम्न रे केतोटी पदार्थर नाम दिया सेगुड़िक मध्यरु के माने धातव पदार्थ के माने अधातव पदार्थ तैयारी निमित्त एटे देछि बॉक्स। कोटा धातव पदार्थ लिखियो, कोटा अधातव पदार्थ सेटा बाछिकी लिखियो। ठीक अछि। जेमिति कि छुंची धातव पदार्थ रे जीव, कोयलाटा अधातव पदार्थ रे जीव, डीएसएल अधातव, आलुमिनियम हांडी धातव पदार्थ रे जीव, लुहा गुंड धातव पदार्थ रे जीव, और प्लास्टिक रुमाल एटा अधातव पदार्थ रे जीव। ठीक अछि। 18 नंबर ओदलगु को खरारे रखले ता किछि समय पर सुखी जाए। तेबे जो प्रक्रिया जो यह सुखी जाए सही प्रक्रियार नाम कौन ना बाष्पीभवन। यार आंसर बाष्पीभवन। निम्नोक्त क्यों कणिकार परमाणुर आभ्यंतरीकरण न थाए, कोटारे न थाए सेटारे तमे लिखिदब जोटा कि अणु। यार आंसर अणु। ठीक अच्छे पिला माने। 20 नंबर पेशी गोड़ द्वारा क्यों जीवर यातायात करें, जोटा यार आंसर है गेंडा। Has it